ନବରାତ୍ରି ଏକ ହିନ୍ଦୁ ପର୍ବ ଓ ଏହା 9 ରାତି ଏବଂ 10 ଦିନ ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ। ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରରେ ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ। ତାତ୍ତ୍ୱିକ ଭାବେ 4ଟି ଋତୁକାଳୀନ ନବରାତ୍ରି ରହିଛି। ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରି ପ୍ରଧାନ। ଏଥିରେ ହିନ୍ଦୁ ଦେବୀ ଦୁର୍ଗାଙ୍କୁ ସମ୍ମାନ ଜଣାଇ ପାଳନ କରାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଓ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀଙ୍କ ପୂଜା ଅନୁଷ୍ଠିତ ହୁଏ। ନବରାତ୍ର ପୂଜା ନିମନ୍ତେ ପ୍ରଥମେ ପୂଜା ବେଦୀରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ। ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ୱସ୍ତିକ ଚିହ୍ନ ଅଙ୍କନ କରାଯାଏ। 9 ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ। ଅଷ୍ଟମୀ ବା ନବମୀ ଦିନ 10 ବର୍ଷ ବୟସରୁ କମ୍ ବୟସର 9 ଜଣ କୁମାରୀଙ୍କୁ ଦୁର୍ଗାଙ୍କ 9 ଗୋଟି ମୂର୍ତ୍ତି ଯଥା କୁମାରୀ, ତ୍ରିମୂର୍ତ୍ତି, କଲ୍ୟାଣୀ, ରୋହିଣୀ, କାଳିକା, ଚଣ୍ଡିକା, ଶାମ୍ଭବୀ, ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଏ। ମୁଁ ତୁଳିକା ମୋର ସମସ୍ତ ଶ୍ରୋତାବନ୍ଧୁଗଣଙ୍କୁ ସାଦର ପ୍ରଣାମ ଜଣାଉଛି। ଶାରଦୀୟ ନବରାତ୍ରି ଅବସରରେ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ମଧ୍ୟ ଜଣାଉଛି। ଏହି ଶାରଦୀୟ ନବରାତ୍ରର ଅଷ୍ଟମୀ ବା ନବମୀ ଦିନ କୁମାରୀ କନ୍ୟାମାନଙ୍କର ପୂଜନ କାହିଁକି କରାଯାଇଥାଏ ଆସନ୍ତୁ ଜାଣିବା। ମାନ୍ୟତା ଅନୁଯାୟୀ ଏହାଦ୍ୱାରା ମା ଦୁର୍ଗା ସନ୍ତୁଷ୍ଟ ହୋଇଥାନ୍ତି। ଏହି ପୂଜାରେ ସାଧାରଣତଃ 2 ବର୍ଷରୁ 10 ବର୍ଷ ବୟସର ବାଳିକାମାନଙ୍କୁ ଚନ୍ଦନ ଓ କୁଙ୍କୁମରେ ସଜ୍ଜିତ କରି ମୁଣ୍ଡରେ ନାଲି ଓଢ଼ଣା ଦେଇ ନବବଧୂ ବେଶରେ ସଜ୍ଜିତ କରାଯାଏ। ପାଦ୍ୟ ଅର୍ଘ୍ୟ ପ୍ରଦାନ ପୂର୍ବକ ନବଦୁର୍ଗା ଭାବରେ ସେମାନଙ୍କୁ ବନ୍ଦାପନା କରାଯାଏ। ଏହି କୁମାରୀ କନ୍ୟାମାନେ ଯଥାକ୍ରମେ କୁମାରୀ, ତ୍ରିମୂର୍ତ୍ତି, କଲ୍ୟାଣୀ, ରୋହିଣୀ, କାଳିକା, ଚଣ୍ଡିକା, ଶାମ୍ଭବୀ, ଦୁର୍ଗା ଓ ସୁଭଦ୍ରା ଭାବରେ ଆରାଧିତା ହୁଅନ୍ତି। କଥିତ ଅଛି ଏହି ରୂପରେ ପୂଜନ କଲେ ମନୁଷ୍ୟର ଦୁଃଖ ଓ ଦାରିଦ୍ର୍ୟ ନାଶ ହୁଏ, ଶତ୍ରୁ ପରାହତ ହୁଅନ୍ତି, ଧନଧାନ୍ୟ ବୃଦ୍ଧି ପାଏ, ରୋଗ ନାଶନ ହୁଏ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ଭାରତୀୟ ସଂସ୍କୃତିରେ ନାରୀ ହିଁ ନାରାୟଣୀ ଅର୍ଥାତ୍ ପ୍ରତ୍ୟେକ ଗୃହର ସେ ସର୍ବମୟୀ କର୍ତ୍ରୀ। ପାର୍ବତୀ ଭାବରେ ସେ ବଶମ୍ବଦା ପତ୍ନୀ, ଲକ୍ଷ୍ମୀ ଭାବରେ ସେ ଘରର ଗୃହିଣୀ ଓ ସରସ୍ୱତୀ ଭାବରେ ସେ ପରିବାର ପରିଜନଙ୍କର ଆଦ୍ୟ ଶିକ୍ଷୟିତ୍ରୀ। ଅନ୍ନପୂର୍ଣ୍ଣା ଭାବରେ ସେ ପରିବାରର ସଦସ୍ୟ ଓ ଅତିଥିମାନଙ୍କର କ୍ଷୁଧା ତୃଷା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହିପରି କାଳୀ ରୂପ ଧାରଣ କରି ଆବଶ୍ୟକ ସ୍ଥଳେ ସେ ଦଣ୍ଡ ପ୍ରଦାନ କରିଥାଏ। ଏଣୁ କୁମାରୀ ପୂଜାର ଅର୍ଥ ହେଉଛି ପ୍ରତ୍ୟେକ କନ୍ୟାକୁ ତାର ଭବିଷ୍ୟତ ଜୀବନର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ସୂଚିତ କରିବା। ତେଣୁ ନବରାତ୍ରର ଅନ୍ତିମ ଦିନରେ ଯେଉଁ କୁମାରୀ ପୂଜା ଅନୁଷ୍ଠିତ ହୁଏ ତାହା ଅତ୍ୟନ୍ତ ଭାବଗର୍ଭକ। ପୁରୁଷ ଶକ୍ତିମାନ କିନ୍ତୁ ନାରୀ ଶକ୍ତି ବିନା ସେ କିଛି କରିବାକୁ ସମର୍ଥ ନୁହେଁ। ସ୍ୱୟଂ ଭଗବାନ ଶ୍ରୀରାମଚନ୍ଦ୍ର ରାବଣକୁ ବଧ କରିବା ନିମିତ୍ତ ଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ। ମହିଷାସୁରକୁ ଦେବୀ ହିଁ ବଧ କରିବା ନିମିତ୍ତ ସମର୍ଥ ହୋଇଥିଲେ। ସାରଳା ଦାସଙ୍କ ବିଲଙ୍କା ରାମାୟଣ ମଧ୍ୟ ଏହି ନାରୀ ଶକ୍ତି ଉପରେ ଆଧାରିତ। ରାମଚନ୍ଦ୍ର ରାବଣ ବଧର ବିବରଣୀ ଦେଲାବେଳେ ସୀତା କହୁଛନ୍ତି, ଜାନକୀ ବୋଇଲେ ପ୍ରଭୁ ପ୍ରତିଜ୍ଞା ନ କର, ମୁହିଁ ନ ମାଇଲେ କାହୁଁ ମରନ୍ତା ଅସୁର। ନାରୀର ଏହି 10 ରୂପ ହିଁ କୁମାରୀ ପୂଜାର ବୈଶିଷ୍ଟ୍ୟ।
त्रेता युगरे प्रभु श्रीरामचंद्र रावण बध निमंते शरत काल माँ दुर्गा को आवाहन करथिले बोली रामायण जना जाए। यह अकाल बोधन नाम विदित, कारण शरत काल सूर्यदेवंकर दक्षिणायन होता है। श्रावण मासरू पौष मास पर्यंत सूर्यदेवंक दक्षिणायन एवं माघरू आषाढ़ मास पर्यंत सूर्यंकर उत्तरायण। दक्षिणायन देवमानंकर रात्रि, तेणु उत्तरायण देवतांकर आराधनार प्रकृष्ट समय। रावण ब्रह्मांक बर लाभ करी अपार शक्तिर अधिकार होइथिबारु ताकु बध करिबा निमंते देवींक कृपा एकांत आवश्यक। तेणु ब्रह्मा रामंकु शरत कालरे देवींक पूजा करिबाकु निर्देश देले। प्रभु श्रीराम द्वंद्वरे पड़िले। सृष्टिकर्ता ब्रह्मांकर निर्देश और देव देवींकर दक्षिणायन। प्रश्न, देवी जाग्रत बा निद्रित? देवी एबे जाग्रत होई आविर्भूत हेबे तो? श्रीराम ध्यानमग्न होई जानी पारिले देवी त्रिशाखा बिल्वपत्र उपरे कुमारी कन्या रूपरे साइत। यह देखि विभोर हेले श्रीरामचंद्र। देवी को जाग्रत कराइबा चिंता करी ब्रह्मांक निर्देश रे षष्ठी दिन प्रभु बिल्वाधिवास कले। सप्तमी रे देवी को षोडश उपचार रे पूजा कले मध्य देवींकर निद्राभंग हेला नहीं। अष्टमी रे जोगिनी मानक आवाहन करी विशेष पूजा कले श्रीराम। तेणु अष्टमी रे शेष दंड और नवमी रे प्रथम दंड संधिक्षण रे प्रभु देवी दुर्गा पूजा कले। यह संधि पूजा नाम विदित। चामुंडा देवी सहायता रे श्रीराम एही संधि पूजा करथिले। पूजा परे अर्थात नवमी दिन देवी जाग्रत हेले और पुनर्बार कुमारी रूपरे प्रभु श्रीराम को दर्शन देले। एणु नवरात्र अवसर रे नवमी दिन कुमारी पूजार प्रचलन हेला। सप्तमी और अष्टमी रे मध्य केतक स्थान रे कुमारी पूजन अनुष्ठित होइथाए। कुमारी साक्षात जोगिनी, परमा देवी और परम प्रकृति। श्री चंडी रे उल्लेख अछि, स्त्रिया समस्ता सकल जगतसु, अर्थात समस्त मातृजाति ब्रह्ममयी, महामायी तथा जगत जननीकर एक अंश। प्रत्येक नारी माँ भगवतींक अंश हेले मध्य कुमारींक मध्यरे भगवच्छता विशेष भावरे प्रकाशित। तंत्र मते 16 वर्ष पर्यंत अप्राप्त वयस्का अविवाहिता कन्या को कुमारी कहा जाए। कुमारी कन्या कुसुम प्राय पवित्र, से देव सेवा योग्या। श्री रामकृष्ण परमहंस और तांको शिष्य स्वामी विवेकानंद परवर्ती कालरे कन्या पूजनर बहुल प्रचार करिथिले और राणी रासमणींक द्वारा कुमारी पूजा कराई एहाको सार्वजनीन कराइथिले। कथित अछि, जो माने कुमारी पूजा करती बा दर्शन करती सेमाने चतुर्वर्ग फल प्राप्त होइथांती। कुमारी पूजन हेउची मातृ जाति प्रति सम्मान प्रदर्शनर एक प्रक्रिया विशेष। नेपाल रे कुमारी देवी पूजा परंपरा एक नियारा व्यवस्था। जड़े कुमारी कन्या को एक विधिबद्ध पद्धति रे निर्वाचन करा जाए। सेही निर्वाचित कन्याटी ऋतुमती हेबा जाए कुमारी देवीर आसन मंडन करती और पूजित हुअन्ति। से ऋतुमती हेबा पूर्वरु आउ जणे कुमारी देवी को चयन करा जाइथाए। एहीपरि भाबरे नेपाल रे कुमारी देवी पूजा परंपरा करि आसुछन्ति तांकर लोकमाने। आजि पे एतिकिरे रहिले। नमस्कार।